ଯାତ୍ରା 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 ହେଉଛି ମନୋରଞ୍ଜନର ବର୍ତ୍ତମାନର ଏକ ଉତ୍କୃଷ୍ଟ ମାଧ୍ୟମ। ଆଉ ସେଇ ଯାତ୍ରାକୁ ଉପଭୋଗ କରିବା ପାଇଁ ପାଗଳ ଭଳି ଯାତ୍ରା ପ୍ରେମୀ ଦର୍ଶକ ମାନେ ଛୁଟି ଯାଆନ୍ତି ଯାତ୍ରା ମଞ୍ଚକୁ। ଆସନ୍ତୁ ଆଜି ଆମେ ଅବତାରଣା କରିବା ଆଗକୁ ଆସୁଥିବା ଉଳାଶୁଣୀ ଗୁମ୍ଫା ମେଳା ଯାତ୍ରା ମହାସମର ସମ୍ପର୍କରେ। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲର ଆଜିର ଏ ସାନ୍ଧ୍ୟ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆମର ଆଜିର ଆଲୋଚନାର ବିଷୟବସ୍ତୁ ହେଲା ଆଗାମୀ ଫେବୃଆରୀ 7 ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଉଳାଶୁଣୀ ଗୁମ୍ଫା ମେଳା ଯାତ୍ରା ମହାସମର ସମ୍ପର୍କରେ। 10 ଦିନ ଧରି ଚାଲିବ ଏହି ଯାତ୍ରା ମହାସମର। 6 ଗୋଟି ଯାତ୍ରା ଅନୁଷ୍ଠାନ ଏଠାରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ। ତା ପୂର୍ବରୁ ମନେ ରଖନ୍ତୁ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁ, ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଚଳିତ ବର୍ଷ ଯେଉଁ ଉଳାଶୁଣୀ ଗୁମ୍ଫା ମେଳା ଆରମ୍ଭ ହେବ ଫେବୃଆରୀ 7 ତାରିଖ ଠାରୁ, ଯିଏକି ଯାତ୍ରା ମହାସମର, ଆଉ ଏହା ଚାଲିବ ଫେବୃଆରୀ 16 ତାରିଖ ପର୍ଯ୍ୟନ୍ତ। 6 ଗୋଟି ଯାତ୍ରା ଅନୁଷ୍ଠାନ, ଓଡ଼ିଶାର 6 ଗୋଟି ପ୍ରମୁଖ ଯାତ୍ରା ଅନୁଷ୍ଠାନ 10 ଦିନ ଧରି ଯାତ୍ରା ପରିବେଷଣ କରିବେ। ଆସନ୍ତୁ ପ୍ରଥମେ ନଜର ପକାଇବା କେଉଁ କେଉଁ ଯାତ୍ରା ଅନୁଷ୍ଠାନ ସେଠାରେ ଯାତ୍ରା କେଉଁ ଦିନ ଠାରୁ କେତେ ଦିନ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ କରିବେ। ପ୍ରଥମେ ଆସିବେ ଯାତ୍ରା ମଇଦାନକୁ ଓଁ ଶ୍ରୀ ବାଘାଯତୀନ ଲୋକନାଟ୍ୟ ଆଉ ଅପେରା ସାଇ ସମ୍ରାଟ। ବାଘାଯତୀନ ଲୋକନାଟ୍ୟ 7 ତାରିଖ ଠାରୁ 10 ତାରିଖ ପର୍ଯ୍ୟନ୍ତ 4 ଦିନ ପାଇଁ ଯାତ୍ରା ପରିବେଷଣ କରିବ। ସେହିପରି ଅପେରା ସାଇ ସମ୍ରାଟ 7 ତାରିଖ ଠାରୁ 11 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଯାତ୍ରା ପରିବେଷଣ କରିବ। ତାପରେ ଆସିବେ ଗୌରୀ ଗଣନାଟ୍ୟ, ଯାତ୍ରା ମୌଡ଼ମଣି ଗୌରୀ ଗଣନାଟ୍ୟ, ଯିଏକି 10 ତାରିଖ ଠାରୁ 13 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ଯାତ୍ରା ପରିବେଷଣ କରିବ। ଧଉଳି ଗଣନାଟ୍ୟ, ଯାତ୍ରା ଧଉଳି ଗଣନାଟ୍ୟ 8 ତାରିଖ ଠାରୁ 12 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଯାତ୍ରା ପରିବେଷଣ କରିବ। ଶେଷରେ ଆସିବ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ, ଯିଏକି 12 ତାରିଖ ଠାରୁ 16 ତାରିଖ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ କରିବ। ତା ସହିତ ଯୋଗ ଦେବ ସେହି ସମ୍ରାଟ କମ୍ପାନୀର ଆଉ ଗୋଟିଏ ଯାତ୍ରା ଅନୁଷ୍ଠାନ ଅପେରା ଅଶୋକ ସମ୍ରାଟ। ଶେଷ ପର୍ଯ୍ୟାୟରେ ରହିବେ 12 ତାରିଖ ଠାରୁ 16 ତାରିଖ ପର୍ଯ୍ୟନ୍ତ ଅପେରା ଅଶୋକ ସମ୍ରାଟ ଆଉ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ। ଉଭୟ 5 ଦିନ ଧରି ଯାତ୍ରା ପରିବେଷଣ କରିବେ। ସବୁଠାରୁ ବଡ଼ କଥା ହେଲା ଚଳିତ ଯାତ୍ରା ବର୍ଷରେ କେବଳ ନାଣ୍ଡୁବାବୁଙ୍କର 3 ଗୋଟି ଯାତ୍ରା ଅନୁଷ୍ଠାନ, ଯେଉଁଟାକି ସମ୍ରାଟ କମ୍ପାନୀ କୁହାଯାଏ, ଅପେରା ଅଶୋକ ସମ୍ରାଟ, ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ଆଉ ଅପେରା ସାଇ ସମ୍ରାଟ ଉଳାଶୁଣୀ ଗୁମ୍ଫା ମେଳାକୁ କବ୍ଜା କରିନେଇଛନ୍ତି ଯାତ୍ରା ପରିବେଷଣ କରିବା ପାଇଁ। ଆଉ ପ୍ରାୟ ସବୁ ଯାତ୍ରା ଅନୁଷ୍ଠାନର ରହିଛି ଗୋଟିଏ ଗୋଟିଏ ନାଟକ, ବ୍ରହ୍ମାସ୍ତ୍ର, ଅସ୍ତ୍ର, ବ୍ରହ୍ମାସ୍ତ୍ର। କିଛି ନାଟକ ଥାଏ ଯେଉଁଟାକି ହିଟ୍ ପର୍ଯ୍ୟାୟଭୁକ୍ତ ନାଟକ। ସେହି ନାଟକ ମାଧ୍ୟମରେ ଜନତାଙ୍କୁ, ଯାତ୍ରାପ୍ରେମୀ ଦର୍ଶକଙ୍କୁ ବହୁ ମାତ୍ରାରେ ଆକୃଷ୍ଟ କରିଥାନ୍ତି ଯାତ୍ରା ଅନୁଷ୍ଠାନ ମାନେ। ସେମିତି ଏହି 6 ଗୋଟି ଯାତ୍ରା ଅନୁଷ୍ଠାନର ବ୍ରହ୍ମାସ୍ତ୍ର ରହିଛି। ସେହି ବ୍ରହ୍ମାସ୍ତ୍ର ଗୁଡ଼ିକ ହେଲା ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ଅଧା ରାତିର ସାଥୀ। ଗତ ବର୍ଷ ଠାରୁ ଯିଏକି ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ଚାଞ୍ଚଲ୍ୟ ସୃଷ୍ଟି କରି ଚାଲିଛି ଗୋଟିଏ ନାଟକ ଅଧା ରାତିର ସାଥୀ। ଗୌରୀ ଗଣନାଟ୍ୟ, ତାର ଅମୋଘ ଅସ୍ତ୍ର ଅର୍ଥାତ୍ ବ୍ରହ୍ମାସ୍ତ୍ର ହେଲା ରାନୀ ପଣ୍ଡା। ରାନୀ ପଣ୍ଡାଙ୍କ ଅଭିନୀତ ନାଟକ ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ମନା, ଯାହାକି ଚଳିତ ବର୍ଷର ନୂଆ ନାଟକ ଗୌରୀ ଗଣନାଟ୍ୟର। ଗୌରୀ ଗଣନାଟ୍ୟ ମଧ୍ୟ ଚଳିତ ବର୍ଷର ନୂଆ ଯାତ୍ରା ଅନୁଷ୍ଠାନ। ସିଏ ଏହି ବ୍ରହ୍ମାସ୍ତ୍ରକୁ ନେଇ ସାମ୍ନା କରିବ ଉଳାଶୁଣୀ ଗୁମ୍ଫା ମେଳା ଯାତ୍ରା ମହାସମର। ଅପେରା ସାଇ ସମ୍ରାଟ, ତାର ବ୍ରହ୍ମାସ୍ତ୍ର ହେଲା ଦେବଦାସୀ ହେବି ତୋରି ପାଇଁ। ଦେବଦାସୀ ହେବି ତୋରି ପାଇଁ ଏହି ନାଟକକୁ ନେଇ ଯାତ୍ରା ପ୍ରେମୀ ଦର୍ଶକଙ୍କୁ ସାମ୍ନା କରିବ ଅପେରା ସାଇ ସମ୍ରାଟ। ତା ସହିତ ଅନ୍ୟାନ୍ୟ ନାଟକ ମଧ୍ୟ ରହିଛି। ଅପେରା ଅଶୋକ ସମ୍ରାଟ, ଅପେରା ଅଶୋକ ସମ୍ରାଟର ଅମୋଘ ଅସ୍ତ୍ର ହେଲା ମୁଁ ବାଦାମବାଡ଼ିର ରିକ୍ସାବାଲା। ଓଁ ଶ୍ରୀ ବାଘାଯତୀନ ଲୋକନାଟ୍ୟର ବ୍ରହ୍ମାସ୍ତ୍ର ହେଲା ଏଇ ମନ ଝୁରୁଛି ତୋତେ।
ମିନୁ ଅପାରେ ନୂଆ କାହାଣୀ ଧଉଳି ଗଣନାଟ୍ୟ ଯାତ୍ରା ଧଉଳି ଗଣନାଟ୍ୟ କହିବାକୁ କଥା ରହିଲା ବାକି। ଏମାନେ ବିଶେଷ କରି ଏଇ ନାଟକ ଉପରେ ବିଶେଷ ଭାବରେ ଭରସା ରଖିଛନ୍ତି, ଯାହାକି ଏଇ ନାଟକ ସେମାନଙ୍କୁ ବ୍ୟବସାୟିକ ସଫଳତା ଦେବ ଆଉ ଯାତ୍ରା ପ୍ରେମୀ ଦର୍ଶକ ମାନଙ୍କୁ ଯାତ୍ରା ମଞ୍ଚ ଆଡ଼କୁ ଆକର୍ଷିତ କରିବ। ଉଳାଶୁଣୀ ଗୁମ୍ଫା ମେଳା ଓଡ଼ିଶାର ଏକ ପ୍ରମୁଖ ମେଳା। ବହୁ ସମାଗମ ଏଠାରେ ହୁଏ। 10 ଦିନ ଧରି କେବଳ ଯାତ୍ରା ପରିବେଷଣ ହେବ ସେଠାରେ। ଆଉ ଯଦି ଆପଣମାନେ ଉଳାଶୁଣୀ ଗୁମ୍ଫା ମେଳା ଯାତ୍ରା ଦେଖିବା ପାଇଁ ଚାହୁଁଥାନ୍ତି, ମେଳା ବୁଲିବା ପାଇଁ ଚାହୁଁଥାନ୍ତି, ନିଶ୍ଚିତ ଭାବରେ ଆସନ୍ତୁ। ଚଣ୍ଡିଖୋଲ ଠାରୁ ରାସ୍ତା ରହିଛି ଯିଏକି ଉଳାଶୁଣୀ ଗୁମ୍ଫା ମେଳାକୁ। ଆପଣ ସେଠାରେ ଭୁବନେଶ୍ୱରରୁ ଆସିଲେ ବି, ଏପଟେ କଲିକତାରୁ ବାଲେଶ୍ୱର ରାସ୍ତାରେ ଗଲେ ବି, ବାରିପଦାରୁ ଆସିଲେ ବି ଆପଣଙ୍କର ଓହ୍ଲାଇବାର ଗନ୍ତବ୍ୟ ସ୍ଥାନ ହେଲା ଚଣ୍ଡିଖୋଲ ବଜାର। ଚଣ୍ଡିଖୋଲ ବସଷ୍ଟାଣ୍ଡରେ ଓହ୍ଲାଇଲା ପରେ ସେଠୁ ଆପଣ ଗମନାଗମନର ସୁବିଧା ପାଇପାରିବେ ଉଳାଶୁଣୀ ଗୁମ୍ଫା ମେଳାକୁ। ତେଣୁ ଯେଉଁ ଚଳିତ ବର୍ଷର ଉଳାଶୁଣୀ ଗୁମ୍ଫା ମେଳା ଫେବୃଆରୀ 7 ତାରିଖରୁ ଆରମ୍ଭ ହେବାକୁ ଯାଉଅଛି, ଆପଣମାନେ ଆସନ୍ତୁ, ମେଳାର ମଜା ନିଅନ୍ତୁ, ତା ସହିତ ଯାତ୍ରାର ମଧ୍ୟ ମଜା ନିଅନ୍ତୁ। ଆଉ କେଉଁ ଯାତ୍ରା ଅନୁଷ୍ଠାନ କେମିତି କ'ଣ ଯାତ୍ରା ମଞ୍ଚସ୍ଥ କଲେ, କେଉଁ ନାଟକ ଆପଣମାନଙ୍କୁ କେତେ ମାତ୍ରାରେ ପ୍ରଭାବିତ କଲା, ନିଶ୍ଚିତ ଭାବରେ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ଏହାପରେ ଆମେ ପୁଣି ଆଲୋଚନା କରିବା ଆଗାମୀ ଯେଉଁ ଫେବୃଆରୀ 18 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଖଣ୍ଡଗିରି କୁମ୍ଭମେଳା ଯାତ୍ରା ମହାସମର, ସେ ସମ୍ପର୍କରେ ମଧ୍ୟ ଆମେ ଆଲୋଚନା କରିବା ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟରେ। ଆଜିର ଏହି ଆଲୋଚନା ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିତ ଆପଣଙ୍କର ମତାମତ ଜଣାଇବେ। ଆପଣମାନଙ୍କର ମତାମତ ଆମ ପାଇଁ ବହୁ ମୂଲ୍ୟବାନ। ଆମେ ଆପଣମାନଙ୍କର ମତାମତକୁ ସମୀକ୍ଷା କରି ଆଉ ପରାମର୍ଶକୁ ଗ୍ରହଣ କରି ଆମ କାର୍ଯ୍ୟକ୍ରମର ରୂପରେଖ ବଦଳାଇବା ପାଇଁ ଚେଷ୍ଟା କରିବୁ। ବର୍ତ୍ତମାନ ପାଇଁ ରହୁଛି, ପୁଣି କିଛି ନୂଆ କଥା ନୂଆ ସମ୍ଭାବନାର ବାର୍ତ୍ତା ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।